ମୁଁ ସେ ଚିଠି ଲେଖିବା ଉପରେ ବିଶ୍ୱାସ ବେଶୀ କରେ ନାହିଁ କାରଣ ସେ ଅତୀତରେ ୱେଷ୍ଟବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କୁ ବି ଚିଠି ଲେଖିଥିଲେ ଆପଣ ଜାଣିଥିବେ ତାର ଫଳ କ'ଣ ହେଲା ମୁଁ ଜାଣିଛି ଆପଣ ବି ଜାଣିଛନ୍ତି ସେଗୁଡ଼ା ଉପରକୁ ଯିବା ନାହିଁ କିନ୍ତୁ ଚାଷୀମାନଙ୍କ ପାଇଁ ଯଦି ସର୍ବାଧିକ କିଏ କାମ କରିଛନ୍ତି ସେ ହେଉଛନ୍ତି ମୋହନ ମାଝୀ ସରକାର ଚାଷୀଙ୍କୁ ଇନପୁଟ ସବସିଡି 800 ଟଙ୍କା ଦେଲେ ପର କ୍ୱିଣ୍ଟାଲ 3100 ଟଙ୍କା ଲେଖେ ବର୍ତ୍ତମାନ ଚାଷୀମାନେ ପାଇବା କାରଣରୁ ଚାଷୀମାନେ ଅତ୍ୟନ୍ତ ଖୁସି ଆପଣ ରେକର୍ଡ ଦେଖନ୍ତୁ ଏଇ ବର୍ଷ 19,67,000 କୃଷକ ରେଜିଷ୍ଟ୍ରେସନ କରିଛନ୍ତି 2,17,000 ନୂଆ ଚାଷୀ ଚାଷକୁ ଆସିଛନ୍ତି ଚାଷ ଛାଡ଼ି ଦେଇଥିଲେ ତାଙ୍କର ବିଶ୍ୱାସ ନଥିଲା ଯେ ଚାଷରେ ପରିବାର ପୋଷଣ କରିହେବ ବୋଲି କିନ୍ତୁ ମୋହନ ମାଝୀ ଯେଉଁ 800 ଟଙ୍କା ଅଧିକ ଦେଲେ ସେ କାରଣରୁ ସେମାନେ ଚାଷକୁ ଫେରିଛନ୍ତି ଏବଂ ଆହୁରି ମଧ୍ୟ ଏକ୍ସଟେନସନ୍ ହେବ ରେଜିଷ୍ଟ୍ରେସନ୍ ଆହୁରି ମଧ୍ୟ ପାଖାପାଖି ଲକ୍ଷେ ଚାଷୀ ବି ଯୋଡ଼ି ହୋଇପାରନ୍ତି ତେଣୁ ଚାଷ ଏକ ଲାଭଜନକ ବେପାର ବା କାରବାର ଏଇଟା ଅବିକା ଚାଷୀମାନଙ୍କ ଭିତରେ ଗୋଟେ ଖୁସିର ବାତାବରଣ ଆସିଯାଇଛି ୟା ପରେ ଯଦି ସାମାନ୍ୟ କେଉଁଠି ସାର ପହଞ୍ଚିବାର ଟିକେ ଡେରି ହେଇଛି ତାର ପ୍ରୟାସ ଆଉ ଆମ ସରକାର ବି କରୁଛି ତାକୁ ନେଇକି ଚିଠି ଲେଖିବା ମାନେ କ'ଣ ତେଣୁ ସେଗୁଡ଼ା ଉପରକୁ ମୁଁ ଯିବିନି ନାଇଁ ସାର ଅଭାବ ନାହିଁ ସାର ପର୍ଯ୍ୟାପ୍ତ ସାର ଅଛି କେଉଁଠି ପହଞ୍ଚିବାର ଟିକେ ଡେରି ଅଛି ତାକୁ ମଧ୍ୟ ଆମ ସରକାର ଦେଖୁଛି।